ବର୍ତ୍ତମାନ ମାନ୍ୟବର ମନ୍ତ୍ରୀ ମାନ୍ୟବର ବିଧାୟକ ତହସିଲଦାର ନିହାଳି ସମ୍ବୋଧିତ କରୁଛନ୍ତି। ଆପଣମାନେ ଟିକେ କରତାଳି ଦେଇ ଉତ୍ସାହିତ କରିବେ। ବର୍ତ୍ତମାନ ନିହାଳିର ବ୍ଲକ ଉନ୍ନୟନ ଅଧିକାରୀ ବିଡିଓ ଶ୍ରୀଯୁକ୍ତ ଧର୍ମରଞ୍ଜନ ପଣ୍ଡା ଓଏସ୍କୁ ଅନୁରୋଧ କରୁଛି ମଞ୍ଚ ଉପରକୁ ଆସିବେ ଏବଂ ମାନ୍ୟବର ମନ୍ତ୍ରୀ ତାଙ୍କୁ ସମ୍ବୋଧିତ କରିବେ। ଶ୍ରୀଯୁକ୍ତ ଧର୍ମରଞ୍ଜନ ପଣ୍ଡା। ବର୍ତ୍ତମାନ ନିଆଳିର ବ୍ଲକ ଏଜୁକେସନ ଅଫିସର ବା ବ୍ଲକ ଶିକ୍ଷା ଅଧିକାରୀ ଅନୁରୋଧ କରୁଛି ସେ ମଞ୍ଚ ଉପରକୁ ଆସିବେ। ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ମହାପାତ୍ର ଏବଂ ମାନ୍ୟବର ମନ୍ତ୍ରୀ ଏବଂ ବିଧାୟକବୃନ୍ଦ ତାଙ୍କୁ ସମ୍ବୋଧିତ କରିବେ। ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ମହାପାତ୍ର। ଜଣେ ଶିକ୍ଷାବିତ ଭାବରେ ଜଣାଶୁଣା ଜ୍ୟୋତ୍ସ୍ନା ମ୍ୟାଡମ ବର୍ତ୍ତମାନ ମାନ୍ୟବର ମନ୍ତ୍ରୀଙ୍କ ଠାରୁ ସମ୍ବୋଧିତ ହେଉଛନ୍ତି। ବର୍ତ୍ତମାନ ନିଆଳି ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ବିଜୟ କୁମାର ମଲ୍ଲିକଙ୍କୁ ଅନୁରୋଧ କରୁଛି ମଞ୍ଚ ଉପରକୁ ଆସିବେ ଏବଂ ମାନ୍ୟବର ମନ୍ତ୍ରୀ ବିଧାୟକ ମାନେ ତାଙ୍କୁ ସମ୍ବୋଧିତ କରିବେ। ଶ୍ରୀଯୁକ୍ତ ବିଜୟ କୁମାର ମଲ୍ଲିକ। ବର୍ତ୍ତମାନ ଅତିଥି ମାନେ ମଞ୍ଚରେ ବସିଯିବେ। ନାଇଁ କଲେକ୍ଟର ବି ଆସିଥିଲେ, ତାଙ୍କର ମନ୍ତ୍ରୀଙ୍କ ଆସିବା ଡେରି ହେଲେ ସେ ମନ୍ଦିରରେ ସମ୍ବର୍ଦ୍ଧନା ନେଇ ବି ଗଲେ। କଲେକ୍ଟର ଏସପି ଉଭୟ ଆସିଥିଲେ। ତେଣୁକରି ଆମେ ରାଜନେତା ପ୍ରଶାସନ ଭିତରେ ଦୂରତ୍ୱ ନ ରହୁ, ଏମିତିଆ ଫଙ୍କସନ ବା କାର୍ଯ୍ୟକ୍ରମ ମାଧ୍ୟମରେ ରାଜନେତା ହୁଅନ୍ତୁ, ସମାଜସେବା ହଉ ବା ଆଡମିନିଷ୍ଟ୍ରେଟିଭ ଅଫିସର ବା ପ୍ରଶାସନିକ ଅଧିକାରୀ ସମସ୍ତେ ନିଜ ନିଜ କ୍ଷେତ୍ରରେ ସମାଜର ଉନ୍ନତି ପାଇଁ କାମ କରୁଛନ୍ତି। ଏମିତିଆ କାର୍ଯ୍ୟକ୍ରମ ମଧ୍ୟରେ ସେମାନଙ୍କ ଭିତରେ ସମନ୍ୱୟ ରଖିବା, ପରସ୍ପରକୁ ସମ୍ବୋଧିତ କରି ସମସ୍ତଙ୍କର ଗୁଣ ଗାରିମାକୁ ବଢେଇବା, ଏଇଟା ହିଁ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ନାଇଁ ସେମାନେ ବି ସମ୍ମାନ ପାଇବା ଯୋଗ୍ୟ। ଆମେ କହିବା ସେ ବେତନଭୋଗୀ କର୍ମଚାରୀ ହେଲେ ବି ଦିନ ରାତି ସେ ଯୋଉ ପରିଶ୍ରମ କରୁଛନ୍ତି ତାକୁ କଦାପି ଆମେ ନିନ୍ଦା କରିବା ଉଚିତ। କିନ୍ତୁ ସେମାନେ ସମ୍ମାନ ପାଇବା ଯୋଗ୍ୟ। ବାର୍ତ୍ତା ଦବା ଦଳ ରହିବ, ଜାତି ରହିବ, ସବୁ ରହିବ, ତାପରେ ବି ଆମେ ସମସ୍ତେ ମିଳିମିଶି ସାଂସ୍କୃତିକ ମନୋଭାବ ପୋଷଣ କରି ଆମେ ଓଡିଆ ଭାରତୀୟ ଏ ପ୍ରକାର ମନୋଭାବ ରହୁ। ଆମେ ସମସ୍ତେ ନିଆଳି ଅଧିବାସୀ ଏ ପ୍ରକାର ଫିଲିଙ୍ଗସ ରହୁ। ଆମେ ସମସ୍ତେ ନିଆଳିର ଉନ୍ନତି ପାଇଁ କାମ କରିବା, ଏ ପ୍ରକାର ମନୋଭାବ ନେଇ କାମ କରୁ। ଏହା ହିଁ ଆଜିର ମୁଖ୍ୟ ବାର୍ତ୍ତା। NK Media, most trusted social media.